ଆଜି ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଭାରତୀୟ ପ୍ରଶାସନିକ ସେବା 2022 ବ୍ୟାଚ୍ର ଅଧିକାରୀ ଶ୍ରୀ ଅଜିତ କୁମାର। ନାଗାଲ୍ୟାଣ୍ଡ କ୍ୟାଡରରୁ ଅନ୍ତ କ୍ୟାଡର ସ୍ଥାନାନ୍ତର ହୋଇ ଓଡ଼ିଶା ସରକାରରେ ଯୋଗ ଦେବା ପରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର 17 ଏପ୍ରିଲ 2026 ଅଧିସୂଚନା ସଂଖ୍ୟା 11,911 ଅନୁଯାୟୀ ଶ୍ରୀ ଅଜିତ କୁମାର ଆଇଏସ୍ଙ୍କୁ ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଗତକାଲି ସେ ଜିଲ୍ଲାପାଳଙ୍କଠାରେ କାର୍ଯ୍ୟରେ ଯୋଗଦାନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀମାନେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଥିଲେ। ସେହିପରି ଆଜି ତାଙ୍କ କାର୍ଯ୍ୟକ୍ଷେତ୍ର ରାଇରଙ୍ଗପୁରଠାରେ ପହଞ୍ଚି ଯୋଗଦାନ କରିବା ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ରାଇରଙ୍ଗପୁର PAITDA ଶ୍ରୀ ଯୋଗରଞ୍ଜନ ନାୟକ, ତହସିଲଦାର ଭବାନୀ ପ୍ରସାଦ ସାହୁ, ସରକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଅପର୍ଣ୍ଣା ଅପରାଜିତା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ କମଳାକାନ୍ତ ସ୍ୱାଇଁ, SDIPR ଓ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ